ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀର ଇତିହାସ ବହିର ତୃତୀୟ ଅଧ୍ୟାୟ ମୋଗଲ ସାମ୍ରାଜ୍ୟ 1526ରୁ 1707 ମସିହା ପର୍ଯ୍ୟନ୍ତ ସେ ପାଠର ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। କ ନମ୍ବର, ତୋଗଲକ ବଂଶର ପତନ ପରେ ସୁଲତାନି ଶାସନ ଦୁର୍ବଳ ହୋଇ ପଡ଼ିଥିଲା କାହିଁକି? ଆନ୍ସର ହେଉଛି ତୋଗଲକ ବଂଶର ପତନ ପରେ ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ବେଖାତିର କରି ନିଜ ସ୍ୱାଧୀନତା ଘୋଷଣା କଲେ। ଫଳରେ ଅରାଜକତା ଓ ବିଶୃଙ୍ଖଳା ଘଟି ସୁଲତାନି ଶାସନ ଦୁର୍ବଳ ହୋଇ ପଡ଼ିଲା। ଖ ନମ୍ବର, ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି? ଉତ୍ତର ହେଉଛି ଦିଲ୍ଲୀରେ ଲୋଦୀ ବଂଶର ଶେଷ ଶାସକ ଇବ୍ରାହିମ ଲୋଦୀ ଶାସନ କଲାବେଳେ ତାଙ୍କ ସ୍ୱେଚ୍ଛାଚାରୀ ଶାସନ ବିରୁଦ୍ଧରେ ଆଫଗାନ ଅମୀରମାନେ ଷଡ଼ଯନ୍ତ୍ର କଲେ। କାବୁଲର ରାଜା ବାବରଙ୍କ ସାହାଯ୍ୟ ନେବାରୁ ବାବର ଭାରତ ଆକ୍ରମଣ କରି ବିଜୟୀ ହୋଇ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ଗ ନମ୍ବର, ହୁମାୟୁନ କେଉଁ କେଉଁ ବିପଦରେ ସମ୍ମୁଖୀନ ହୋଇଥିଲେ? ଉତ୍ତର ହେଉଛି ବାବରଙ୍କ ଜ୍ୟେଷ୍ଠ ପୁତ୍ର ହୁମାୟୁନ 1530 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ସେ ମୋଗଲ ସାମ୍ରାଜ୍ୟର ଦୁର୍ବଳ ଭିତ୍ତିଭୂମି, ଆଫଗାନମାନଙ୍କ ଦିଲ୍ଲୀ ଉପରେ ଆଖି ପକାଇବା ତଥା ନିଜ ଭାଇମାନଙ୍କ ଚକ୍ରାନ୍ତ ଇତ୍ୟାଦି ବିପଦର ସମ୍ମୁଖୀନ ହୋଇଥିଲେ। ଘ ନମ୍ବର, ଶେର ଖାଁ ହୁମାୟୁନଙ୍କୁ କିପରି ଅସୁବିଧାରେ ପକାଇଥିଲେ? ଉତ୍ତର ହେଉଛି ଶେର ଖାଁ ଆଫଗାନ ବିଦ୍ରୋହୀମାନଙ୍କ ମଧ୍ୟରେ ଅନ୍ୟତମ ପରାକ୍ରମୀ ଥିଲେ। ଶେର ଖାଁ ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ, ଯଦ୍ୱାରା ତାଙ୍କ ପ୍ରଭାବ ବିହାର ଓ ବଙ୍ଗରେ ପ୍ରତିଷ୍ଠିତ ହୋଇଥିଲା। ଏଭଳି ଭାବେ ଶେର ଖାଁ ହୁମାୟୁନଙ୍କୁ ବିପଦରେ ପକାଇଥିଲେ। ମ ନମ୍ବର, ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି? ଉତ୍ତର ହେଉଛି ବୀର ଓ ଯୋଦ୍ଧା ମୋଗଲ ସମ୍ରାଟ ଆକବର କ୍ଷମତାସୀନ ହେବା ପରେ ଆଜମିର, ଗୋୱାଲିୟର ଆଦି ରାଜ୍ୟ ଜୟ କରିଥିଲେ। ରାଜପୁତମାନଙ୍କ ପ୍ରତି ଉଦାର ନୀତି ପୋଷଣ କରିଥିଲେ। ଜଣେ ରାଜପୁତ ରମଣୀକୁ ବିବାହ କରିଥିଲେ ଏବଂ ଆହୁରି ଅନେକ ରାଜ୍ୟ ଜୟ କରିଥିଲେ। ଏଭଳି ଭାବେ ସେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ। ଚ ନମ୍ବର, ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା? ଏହି ଯୁଦ୍ଧର ଫଳାଫଳ କ'ଣ ହୋଇଥିଲା? ଉତ୍ତର ହେଉଛି ହଳଦୀଘାଟ ଯୁଦ୍ଧ 1567 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ଯୁଦ୍ଧରେ ଆକବର ତାଙ୍କ ପ୍ରଧାନ ସେନାପତି ମାନସିଂହଙ୍କ ନେତୃତ୍ୱରେ ରାଣା ପ୍ରତାପଙ୍କୁ ପରାସ୍ତ କରି ଚିତ୍ତୋର ଦୁର୍ଗ ଅଧିକାର କରିଥିଲେ। 6 ନମ୍ବର, ଆକବର କାହିଁକି ଉଦାର ଧର୍ମନୀତି ଗ୍ରହଣ କରିଥିଲେ? ଉତ୍ତର ହେଲା ଆକବର ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ଉଦାର ଧର୍ମନୀତି ଗ୍ରହଣ କରିଥିଲେ। ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇ ସେମାନଙ୍କ ପର୍ବପର୍ବାଣୀରେ ଯୋଗ ଦେଉଥିଲେ। ଜ ନମ୍ବର, ନୂରଜାହାନ କିଏ? ଜାହାଙ୍ଗୀର ଶାସନ କାଳରେ ତାଙ୍କର ଭୂମିକା କିପରି ଥିଲା? ଉତ୍ତର ହେଉଛି ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ନୂରଜାହାନ ଜାହାଙ୍ଗୀରଙ୍କ ପତ୍ନୀ ଥିଲେ। ଜାହାଙ୍ଗୀରଙ୍କ ଶାସନ କାଳରେ ଅନେକ ସମୟରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ସରକାରୀ କାଗଜପତ୍ର ଓ ନିର୍ଦ୍ଦେଶନାମାରେ ଦସ୍ତଖତ କରୁଥିଲେ। ଝ ନମ୍ବର, ଶାହାଜାହାନଙ୍କ ସଫଳ କୃତିଗୁଡ଼ିକ କ'ଣ ଥିଲା? ଉତ୍ତର ହେଲା ଶାହାଜାହାନଙ୍କ ସଫଳ କୃତିଗୁଡ଼ିକ ହେଲା ଆଗ୍ରାର ଯମୁନା ନଦୀ କୂଳରେ ତାଜମହଲ ନିର୍ମାଣ, ଶାହାଜାହାନବାଦ ନଗରୀ ପ୍ରତିଷ୍ଠା, ପୁଣି ସେ ଜୁମା ମସଜିଦ, ମୋତି ମସଜିଦ ଓ ଅନେକ ସୌଧ ନିର୍ମାଣ କରିଥିଲେ। ନି ନମ୍ବର, ଔରଙ୍ଗଜେବଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା? ଉତ୍ତର ହେଲା ଔରଙ୍ଗଜେବଙ୍କ ହିନ୍ଦୁମାନଙ୍କ ପ୍ରତି ବିଦ୍ୱେଷ ମନୋଭାବ ଥିଲା। ଏଣୁ ସେ ହିନ୍ଦୁମାନଙ୍କ ଉପରେ ପୁଣି ଥରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ତଥା ରାଜପୁତମାନଙ୍କୁ ହତାଦର କରୁଥିଲେ।
ଟ ନମ୍ବର ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା? ଉତ୍ତର ହେଲା ମୋଗଲ ଶାସକମାନେ ଅତ୍ୟନ୍ତ କ୍ଷମତା ଲିପ୍ସୁ ଥିବାରୁ ଅନ୍ୟ ଶାସକମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ। ଯେଉଁ ଶାସକମାନେ ତାଙ୍କ ବଶ୍ୟତା ସ୍ୱୀକାର କରୁନଥିଲେ ସେମାନଙ୍କ ସହ ଯୁଦ୍ଧ କରୁଥିଲେ। ଠ ନମ୍ବର ମୋଗଲମାନଙ୍କର ଧର୍ମନୀତି କିପରି ଥିଲା? ଉତ୍ତର ହେଉଛି ମୋଗଲ ସମ୍ରାଟମାନେ ଇସଲାମ ଧର୍ମାବଲମ୍ବୀ ଥିଲେ। ଔରଙ୍ଗଜେବଙ୍କ ବ୍ୟତୀତ ଅନ୍ୟମାନେ ଅତ୍ୟନ୍ତ ଉଦାର ଧର୍ମନୀତି ଅବଲମ୍ବନ କରିଥିଲେ। ଫଳରେ ସମସ୍ତ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। ଡ ନମ୍ବର ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା? ଉତ୍ତର ହେଉଛି ମୋଗଲ ଶାସନ ସମୟରେ ମୁସଲମାନ ସମାଜ 4 ଶ୍ରେଣୀରେ ବିଭକ୍ତ ଥିଲା। ସମ୍ରାଟ, ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ। ଏମାନଙ୍କ ମଧ୍ୟରୁ ସର୍ବନିମ୍ନ ଶ୍ରେଣୀର ଲୋକଙ୍କ ଅବସ୍ଥା ଶୋଚନୀୟ ଥିଲା। ହିନ୍ଦୁମାନେ ମଧ୍ୟବିତ୍ତ ଶ୍ରେଣୀର ଜୀବନ ଯାପନ କରୁଥିଲେ। ଢ ନମ୍ବର ମୋଗଲ ରାଜତ୍ୱ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା? ଉତ୍ତର ହେଲା ମୋଗଲ ରାଜତ୍ୱ କାଳରେ ପାର୍ସୀ, ଆରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟର ବିଶେଷ ଉନ୍ନତି ହୋଇଥିଲା। ବାବର, ହୁମାୟୁନ, ଜାହାଙ୍ଗୀର ଓ ଔରଙ୍ଗଜେବ ନିଜ ନିଜର ଆତ୍ମଚରିତ ଲେଖିଥିଲେ। କବୀର, ତୁଳସୀଦାସ, ରସଖାଁ ଇତ୍ୟାଦି ବିଭିନ୍ନ ଗ୍ରନ୍ଥ ରଚନା କରି ଭାଷା ଓ ସାହିତ୍ୟକୁ ପରିପୃଷ୍ଟ କରିଥିଲେ। ଣ ନମ୍ବର ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି? ଉତ୍ତର ହେଉଛି ମୋଗଲ ଶାସନ ସମୟରେ ଅଜସ୍ର ଅର୍ଥ ବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସଜିଦ, ସମାଧି, ସୌଧ ନିର୍ମିତ ହୋଇଥିଲା। ଏଣୁ ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ। 2 ନମ୍ବର ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା ପାଖରେ ଠିକ୍ ଚିହ୍ନ ଦିଅ। ବାବରଙ୍କ ପିତାଙ୍କ ନାମ କ'ଣ ଥିଲା? ଉତ୍ତର ହେଉଛି ଉମର ଶେଖ ମିର୍ଜା। ଖ ନମ୍ବର ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା? ଉତ୍ତର ହେଲା 1529। ପାରସ୍ୟର ବର୍ତ୍ତମାନ ନାମ କ'ଣ? ଉତ୍ତର ହେଉଛି ଇରାନ। ଘ ନମ୍ବର ଆକବରଙ୍କ ଅଭିଭାବକଙ୍କ ନାମ କ'ଣ ଥିଲା? ଉତ୍ତର ହେଉଛି ବୈରାମ ଖାଁ। ଙ ନମ୍ବର ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେ ଭାଗ କରିଥିଲେ? ଆନ୍ସର ହେଉଛି 15ଟି। ଆକବରଙ୍କ ଜ୍ୟେଷ୍ଠ ପୁତ୍ରଙ୍କ ନାମ କ'ଣ ଥିଲା? ସଲିମ। 6 ନମ୍ବର ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ'ଣ ଗଠିତ ହୋଇଥିଲା? ଉତ୍ତର ହେଉଛି ପ୍ରଗଣା। ଜ ନମ୍ବର ଅନ୍ଧକବି ସୁରଦାସ କ'ଣ ରଚନା କରିଥିଲେ? ଉତ୍ତର ହେଉଛି ସୁରସାଗର। ଝ ନମ୍ବର ଫତେପୁର ସିକ୍ରି ରାଜପ୍ରାସାଦ କେଉଁ ପଥରରେ ନିର୍ମିତ ହୋଇଥିଲା? ଆନ୍ସର ହେଉଛି ଲାଲ ପଥର। 3 ନମ୍ବର ଭୁଲ ଥିଲେ ଠିକ୍ କରି ଲେଖ। ବାବର ଚେଙ୍ଗିଜ ଖାଁଙ୍କ ବଂଶଧର ଥିଲେ। ସଠିକ୍ ଆନ୍ସର ହେଉଛି ବାବର ତୈମୁରଲଙ୍ଗଙ୍କ ବଂଶଧର ଥିଲେ। ଖ ନମ୍ବର ହୁମାୟୁନ ମହମ୍ମଦ ଶାହଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ। ସଠିକ୍ ଆନ୍ସର ହେଉଛି ହୁମାୟୁନ ବାହାଦୁର ଶାହଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ। ଗ ନମ୍ବର ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ। ସଠିକ୍ ଆନ୍ସର ହେଉଛି ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ। ଘ ନମ୍ବର ବୀରବଲ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ। ସଠିକ୍ ଆନ୍ସର ହେଉଛି ତାନସେନ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ। ଙ ନମ୍ବର ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ। ଆନ୍ସର ହେଉଛି ସଠିକ୍ ବାଲା ଲାଲକିଲ୍ଲା ଶାହଜାହାନ ପ୍ରତିଷ୍ଠା କରିଥିଲେ।
च ନମ୍ବର ଔରଙ୍ଗଜେବ ଶିଖମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ। ସଠିକ୍ ଆନ୍ସର ହେଉଛି ଔରଙ୍ଗଜେବ ଶିଖମାନଙ୍କ ନବମ ଗୁରୁ ତେଗ ବାହାଦୁରଙ୍କୁ ହତ୍ୟା କରିଥିଲେ। 6 ନମ୍ବର ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ। ସଠିକ୍ ଆନ୍ସର ହେଉଛି ମାରୱାରର ବର୍ତ୍ତମାନ ନାମ ଯୋଧପୁର ଅଟେ। ଜ ନମ୍ବର ଆକବର ଉତ୍ପାଦନର ଏକ ଚତୁର୍ଥାଂଶ ଭୂ ରାଜସ୍ୱ ରୂପ ନେଉଥିଲେ। ସଠିକ୍ ଆନ୍ସର ହେଉଛି ଆକବର ଉତ୍ପାଦନର ଏକ ତୃତୀୟାଂଶ ଭୂ ରାଜସ୍ୱ ରୂପେ ନେଉଥିଲେ। ଝ ନମ୍ବର ମୋଗଲ ଶାସନ କାଳରେ ମୁସଲମାନ ସମାଜ 5 ଭାଗରେ ବିଭକ୍ତ ହୋଇଥିଲା ତ 4 ଭାଗରେ ବିଭକ୍ତ ହୋଇଥିଲା। ରମୁ ଖାଁ ସୁରସାଗର ରଚନା କରିଥିଲେ। ସଠିକ୍ ଆନ୍ସର ହେଉଛି ସୁରଦାସ ସୁରସାଗର ରଚନା କରିଥିଲେ। 4 ନମ୍ବର କ ସ୍ତମ୍ଭରେ ଥିବା ସମୟକୁ ଖ ସ୍ତମ୍ଭରେ ଥିବା ଘଟଣାକୁ ଗାର ଦେଇ ଯୋଡ଼। ତ ଏଇଠି ଆନ୍ସର ଅଛି, ତୁମେ ଦେଖିକି ଯୋଡ଼ି ନେବ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ ଏବଂ ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିଦେବ, ଯାହାଫଳରେ ତୁମମାନଙ୍କ ପାଖରେ ନୂଆ ଭିଡ଼ିଓ ପହଞ୍ଚି ପାରିବ।